ନମସ୍କାର। ଇତିହାସର ବହିଗୁଡ଼ିକ ସାଧାରଣତଃ ବଡ଼ ବଡ଼ ସମ୍ରାଟମାନଙ୍କ କାହାଣୀରେ ଭର୍ତ୍ତି, କିନ୍ତୁ ବେଳେବେଳେ ପ୍ରକୃତ କାହାଣୀ ଲୁଚି ରହିଥାଏ କିଛି ଛୋଟ ଛୋଟ ଭୁଲିଯାଇଥିବା ରାଜବଂଶମାନଙ୍କ ଭିତରେ। ଆଜି ଆମେ ଓଡ଼ିଶାର ସେହିପରି ଦୁଇଟି ରାଜବଂଶ ମାଠର ଏବଂ ନଳଙ୍କର କାହାଣୀ ଜାଣିବା, ଯେଉଁମାନେ ଏକ ବିଶାଳ ସାମ୍ରାଜ୍ୟର ପତନ ପରେ ଏହି ମାଟିର ଭାଗ୍ୟ ଗଢ଼ିଥିଲେ। ତ ଗୋଟେ ବଡ଼ ପ୍ରଶ୍ନ ଆସେ, ଖ୍ରୀଷ୍ଟୀୟ ଚତୁର୍ଥ ଓ ପଞ୍ଚମ ଶତାବ୍ଦୀରେ ଯେତେବେଳେ ଉତ୍ତର ଭାରତରେ ଶକ୍ତିଶାଳୀ ଗୁପ୍ତ ସାମ୍ରାଜ୍ୟର ପ୍ରଭାବ ଧୀରେ ଧୀରେ କମି ଆସୁଥିଲା, ସେତେବେଳେ ଓଡ଼ିଶାରେ କ'ଣ ଚାଲିଥିଲା? ଏଠାରେ ଏକ ପ୍ରକାରର ରାଜନୈତିକ ଶୂନ୍ୟସ୍ଥାନ ଥିଲା, ଆଉ ଏହି ସୁଯୋଗରେ ହିଁ ସ୍ଥାନୀୟ ଶକ୍ତିମାନେ ନିଜ ଭାଗ୍ୟ ନିଜେ ଲେଖିବା ପାଇଁ ଆଗେଇ ଆସିଥିଲେ। ଆଜିର ଆଲୋଚନାରେ ଆମେ ପ୍ରଥମେ ସେତେବେଳର ପରିସ୍ଥିତିକୁ ବୁଝିବା, ତାପରେ ଏହି ଦୁଇ ରାଜବଂଶଙ୍କୁ ତୁଳନା କରିବା, ସେମାନଙ୍କର ଉତ୍ଥାନ ଆଉ ପତନର କାରଣ ଜାଣିବା, ଆଉ ଶେଷରେ ସେମାନେ ଆଜି ବି ଆମ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ କଥା ହେବା। ତେବେ ଚାଲନ୍ତୁ ଆରମ୍ଭ କରିବା। ଚାଲନ୍ତୁ ପ୍ରଥମେ ଟିକେ ସେହି ସମୟକୁ ଫେରିଯିବା, କେମିତିକା ଥିଲା ସେତେବେଳର ପରିସ୍ଥିତି ଆଉ କେଉଁ ମଞ୍ଚ ଉପରେ ଏହି ଐତିହାସିକ ନାଟକଟି ଘଟୁଥିଲା। ଏହି ଟାଇମ୍ ଲାଇନ୍ଟାକୁ ଟିକେ ଦେଖନ୍ତୁ। ଗୋଟେପଟେ ଉତ୍ତର ଭାରତରେ ଗୁପ୍ତ ସାମ୍ରାଜ୍ୟର ସୂର୍ଯ୍ୟ ଚମକୁଥିଲା, ହେଲେ ଏଠି ଓଡ଼ିଶାରେ ମାଠର ଆଉ ନଳଙ୍କ ଭଳି ସ୍ଥାନୀୟ ଶକ୍ତିମାନେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ୁଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଓଡ଼ିଶା କାହାର ଛାଇରେ ନଥିଲା, ବରଂ ନିଜର ରାସ୍ତା ନିଜେ ତିଆରି କରୁଥିଲା। ଆଉ ସବୁଠୁ ମଜା କଥା କ'ଣ ଜାଣନ୍ତି? ଏହି ରାଜବଂଶମାନଙ୍କର କାହାଣୀ ଆମକୁ କୌଣସି ବଡ଼ ରାଜକୀୟ ଇତିହାସ ବହିରୁ ମିଳିନି। ଏହା ଏକ ପ୍ରକାରର ପ୍ରତ୍ନତାତ୍ତ୍ୱିକ ଗୁପ୍ତଚର କାମ ଭଳି। ଇତିହାସକାରମାନେ ଏହି ତାମ୍ରପତ୍ର, ଶିଳାଲେଖ ଆଉ ମୁଦ୍ରା ଭଳି ଛୋଟ ଛୋଟ କ୍ଷୟକୁ ଯୋଡ଼ି ଏହି ବଡ଼ କାହାଣୀକୁ ପୁଣି ଥରେ ଗଢ଼ିଛନ୍ତି। ଆସନ୍ତୁ ଏବେ ଆମ କାହାଣୀର ଦୁଇ ମୁଖ୍ୟ ଚରିତ୍ର ମାଠର ଏବଂ ନଳ ରାଜବଂଶଙ୍କ ସହ ଦେଖାହେବା। ସମୟ ଗୋଟିଏ ହେଲେ ବି ସେମାନଙ୍କର ରାସ୍ତା ଆଉ ଲକ୍ଷ୍ୟ ପୂରାପୂରି ଅଲଗା ଥିଲା। ଏହି ଚିତ୍ରଟାକୁ ଦେଖିଲେ ସବୁକିଛି ପରିଷ୍କାର ହୋଇଯିବ। ଦେଖନ୍ତୁ, ଗୋଟେପଟେ ସମୁଦ୍ରକୂଳରେ ମାଠରମାନେ, ଯେଉଁମାନେ ପ୍ରଶାସନ ଆଉ ବାଣିଜ୍ୟ ମାଧ୍ୟମରେ ନିଜ ରାଜ୍ୟକୁ ବଢ଼ାଉଥିଲେ, ଆଉ ଅନ୍ୟପଟେ ଜଙ୍ଗଲ ଆଉ ପାହାଡ଼ ଘେରା ଆଭ୍ୟନ୍ତରୀଣ ଅଞ୍ଚଳରେ ନଳମାନେ, ଯେଉଁମାନଙ୍କର ରାସ୍ତା ଯୁଦ୍ଧ ଆଉ ସଂଘର୍ଷ ଭିତରେ ଦେଇ ଯାଉଥିଲା। କିନ୍ତୁ କଥା ହେଉଛି, ଏହି ଦୁଇ ରାଜବଂଶ କେବଳ ତିଷ୍ଠି ରହିବାକୁ ଚାହୁଁନଥିଲେ। ସେମାନଙ୍କର ଲକ୍ଷ୍ୟ ବହୁତ ବଡ଼ ଥିଲା। ସେମାନେ ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ଚାହୁଁଥିଲେ। ତାହେଲେ ସେମାନେ କେମିତି ଆଗକୁ ବଢ଼ିଲେ, ଆସନ୍ତୁ ଦେଖିବା। ପ୍ରଥମେ ଆସନ୍ତୁ ମାଠରମାନଙ୍କର କଥା ଦେଖିବା। ସେମାନଙ୍କର ସବୁଠୁ ବଡ଼ ଅସ୍ତ୍ର ଖଣ୍ଡା ନଥିଲା, ବରଂ ଥିଲା ସେମାନଙ୍କର ବୁଦ୍ଧି ଆଉ ଏକ ଚଟୁର ପ୍ରଶାସନିକ କୌଶଳ, ଯାହା ସେମାନଙ୍କର ଗତିଶୀଳତାକୁ ଦର୍ଶାଏ। ମାଠରମାନଙ୍କର ବିସ୍ତାରର କାହାଣୀ ତାଙ୍କର ରାଜଧାନୀ ବଦଳାଇବାରେ ହିଁ ଲୁଚି ରହିଛି। ସେମାନେ ଗୋଟିଏ ଜାଗାରେ ବସି ରହୁନଥିଲେ। ଶ୍ରୀପୁରରୁ ଆରମ୍ଭ କରି ସିଂହପୁର ପର୍ଯ୍ୟନ୍ତ ପ୍ରତ୍ୟେକ ଥର ରାଜଧାନୀ ବଦଳାଇବା ସେମାନଙ୍କର ଏକ ନୂଆ ବିଜୟ ଏବଂ ବଢ଼ୁଥିବା ଶକ୍ତିର ପ୍ରମାଣ ଥିଲା। ଏହା କୌଣସି ଆକସ୍ମିକ ଘଟଣା ନଥିଲା, ବରଂ ଗୋଟିଏ ସୁଚିନ୍ତିତ ରଣନୀତି ଥିଲା। ଆଉ ସେମାନଙ୍କର ଆକାଂକ୍ଷା କେତେ ବଡ଼ ଥିଲା, ତାହା ଏହି ଗୋଟିଏ ଉପାଧିରୁ ଜଣାପଡ଼େ, ସକଳ କଳିଙ୍ଗାଧିପତି। ଏହାର ଅର୍ଥ ହେଉଛି ସମଗ୍ର କଳିଙ୍ଗର ଅଧିପତି। ହୋଇପାରେ ବାସ୍ତବରେ ସେମାନେ ପୂରା କଳିଙ୍ଗକୁ ଶାସନ କରୁନଥିଲେ, କିନ୍ତୁ ଏହି ଉପାଧି ନେବାଟା ସେମାନଙ୍କର ବିଶାଳ ରାଜନୈତିକ ଉଦ୍ଦେଶ୍ୟର ଏକ ଶକ୍ତିଶାଳୀ ଘୋଷଣା ଥିଲା। ଆଉ ଏବେ ଦେଖିବା ନଳମାନଙ୍କୁ। ଯଦି ମାଠରମାନଙ୍କର ରାସ୍ତା ଥିଲା ବୁଦ୍ଧିର, ତେବେ ନଳମାନଙ୍କ ରାସ୍ତା ଥିଲା ରକ୍ତ ଆଉ ସଂଘର୍ଷର। ସେମାନଙ୍କର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏହି ଗୋଟିଏ ବାକ୍ୟ, ବାସ୍ ଏତିକି ହିଁ ଯଥେଷ୍ଟ ନଳବଂଶର କଠୋର ବାସ୍ତବତାକୁ ବୁଝେଇବା ପାଇଁ। ସେମାନଙ୍କର ସବୁଠାରୁ ବଡ଼ ଶତ୍ରୁ ଥିଲେ ପଡ଼ୋଶୀ ରାଜ୍ୟର ଶକ୍ତିଶାଳୀ ବାକାଟକ ରାଜବଂଶ। ସେମାନଙ୍କ ସହ ସଂଘର୍ଷ ଏତେ ଭୟଙ୍କର ଥିଲା ଯେ ନଳମାନଙ୍କର ରାଜଧାନୀକୁ ବି ଜାଳି ଦିଆଯାଇଥିଲା। ତାହେଲେ ନଳ ରାଜ୍ୟର କେନ୍ଦ୍ର କେଉଁଠି ଥିଲା? ସେମାନଙ୍କ ରାଜଧାନୀ ଥିଲା ପୁଷ୍କର, ଯାହାକୁ ଆଜିର କୋରାପୁଟ ଜିଲ୍ଲାର ପୋଡ଼ାଗଡ଼ ବୋଲି ଚିହ୍ନଟ କରାଯାଇଛି। ଏଇଠୁ ହିଁ ସେମାନେ କୋରାପୁଟରୁ ବେରାର ପର୍ଯ୍ୟନ୍ତ ଏକ ବିଶାଳ ଅଞ୍ଚଳରେ ଶାସନ କରୁଥିଲେ, ଆଉ ବାକାଟକମାନଙ୍କ ସହ ସବୁବେଳେ ସଂଘର୍ଷ କରୁଥିଲେ। ଏତେ ସବୁ ଉତ୍ଥାନ ପରେ ଏହି ଦୁଇ ରାଜବଂଶର ପତନ କେମିତି ହେଲା? ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଦୁଇ ଜଣଙ୍କର ପତନ ପାଖାପାଖି ଏକା ସମୟରେ ହେଲା। ଏହି ଚାର୍ଟକୁ ଦେଖନ୍ତୁ। ମାଠରମାନେ ପ୍ରାୟ 150 ବର୍ଷ ଶାସନ କଲେ, ଆଉ ନଳମାନେ ପାଖାପାଖି 100 ବର୍ଷ। ରାସ୍ତା ଅଲଗା ଥିଲା, କିନ୍ତୁ ଦେଖନ୍ତୁ, ଦୁଇ ଜଣଙ୍କର ଯାତ୍ରା ପଞ୍ଚମ ଶତାବ୍ଦୀର ଶେଷ ଆଡ଼କୁ ଏକାଠି ସରିଗଲା। ଏଥିରୁ ଜଣାପଡ଼ୁଛି ଯେ ସେତେବେଳେ ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଆସୁଥିଲା। ହେଲେ ସେମାନଙ୍କର ପତନର କାରଣ ପୂରାପୂରି ଅଲଗା ଥିଲା। ମାଠରମାନଙ୍କର ସାମ୍ନାକୁ ଆସିଲେ ପୂର୍ବ ଗଙ୍ଗଙ୍କ ଭଳି ଏକ ନୂଆ ଆଉ ଅଧିକ ଶକ୍ତିଶାଳୀ ରାଜବଂଶ, କିନ୍ତୁ ନଳମାନଙ୍କ କ୍ଷେତ୍ରରେ ସେମାନେ ବାକାଟକମାନଙ୍କ ସହ ଲଗାତାର ଯୁଦ୍ଧ କରି ନିଜେ ହିଁ ଦୁର୍ବଳ ହୋଇପଡ଼ିଲେ। ସରଳ ଭାଷାରେ କହିଲେ,
ଜଣେ ନୂଆ ପ୍ରତିଦ୍ୱନ୍ଦ୍ୱୀ ଦ୍ୱାରା ହାରିଲେ ଆଉ ଅନ୍ୟ ଜଣେ ନିଜ ପୁରୁଣା ଶତ୍ରୁତାରେ ହିଁ ଶେଷ ହୋଇଗଲେ। ତ ଏତେ ସବୁ ଆଲୋଚନା ପରେ ପ୍ରଶ୍ନ ଆସେ, ଆମେ ଆଜି ଏହି ଭୁଲିଯାଇଥିବା ରାଜବଂଶମାନଙ୍କ ବିଷୟରେ କାହିଁକି କଥା ହେଉଛେ? ଏମାନଙ୍କର ପ୍ରକୃତ ମହତ୍ତ୍ୱ କ'ଣ? ଏହାର ଉତ୍ତର ଗୋଟିଏ ଶବ୍ଦରେ ଦିଆଯାଇପାରେ, ଆଞ୍ଚଳିକ ସୁଦୃଢ଼ୀକରଣ। ଏହାର ମାନେ କ'ଣ? ଏହାର ମାନେ ହେଉଛି, ଯେତେବେଳେ କୌଣସି ବଡ଼ ସାମ୍ରାଜ୍ୟର ଶାସନ ନଥାଏ, ସେତେବେଳେ ସ୍ଥାନୀୟ ଶକ୍ତିମାନେ ନିଜ ଅଞ୍ଚଳରେ ଏକ ମଜବୁତ ଶାସନ ବ୍ୟବସ୍ଥା ତିଆରି କରନ୍ତି। ମାଠର ଓ ନଳମାନେ ଠିକ୍ ସେଇଆ ହିଁ କରିଥିଲେ। ସେମାନେ ଓଡ଼ିଶାରେ ରାଜନୈତିକ ସ୍ଥିରତାର ମୂଳଦୁଆ ପକାଇଥିଲେ। ଏମିତି ଭାବନ୍ତୁ, ସେମାନେ କେବଳ ସମୟ କାଟୁନଥିଲେ, ସେମାନେ ପ୍ରକୃତରେ ଓଡ଼ିଶାର ଭବିଷ୍ୟତ ପାଇଁ ଏକ ସେତୁ ବା ବ୍ରିଜ୍ ତିଆରି କରୁଥିଲେ। ସେମାନେ ଏହି ଅଞ୍ଚଳକୁ ସ୍ଥିରତା ଦେଇ ଏକ ଏମିତି ମଜବୁତ ଭିତ୍ତିଭୂମି ପ୍ରସ୍ତୁତ କଲେ, ଯାହା ଉପରେ ପରବର୍ତ୍ତୀ ମହାନ ଶକ୍ତି ପୂର୍ବଗଙ୍ଗ ରାଜବଂଶ ନିଜର ସାମ୍ରାଜ୍ୟ ଗଢ଼ିପାରିଲା। ତ ଶେଷରେ ଏହି ପ୍ରଶ୍ନଟି ଆମ ସମସ୍ତଙ୍କ ପାଇଁ ରହିଲା, ଇତିହାସ କ'ଣ କେବଳ ଜଣାଶୁଣା ସମ୍ରାଟମାନଙ୍କର କାହାଣୀ? ନା ମାଠୁର ଓ ନଳଙ୍କ ଭଳି ଆହୁରି କେତେ ଯେ ଲୁକ୍କାୟିତ ରାଜବଂଶ ଅଛନ୍ତି, ଯେଉଁମାନେ ଚୁପଚାପ ଆମ ଆଜିର ଦୁନିଆର ମୂଳଦୁଆ ପକାଇଛନ୍ତି? ସେମାନଙ୍କର କାହାଣୀକୁ ଖୋଜି ବାହାର କରିବା ହିଁ ଇତିହାସକୁ ପ୍ରକୃତରେ ବୁଝିବା।